ମାମା ଏ ମାମା ମାମା ଏ ଭଗବାନ ମାମାଟା ଯେ କେତେବେଳେ କୁଆଡ଼େ ଛାଡ଼ି ଯାଉଛି ତା କଥା ମୁଁ ଜମା ବୁଝିପାରୁନି। ହେଲେ ଏ ସମୟରେ ଆମ ମାମାଟା କ'ଣ କରେ? ଏ ଭଗବାନ ମାମା ମାମା ହେ ଭଗବାନ ମାମାଟା ଘରେ ଅଛି ଆସତ ମୁଁ ଏତେ ଡାକୁଛି ମୋ କଥାର ଜମା ଦେଉଛନ୍ତି ନାହିଁ। ଠିକ ଅଛି ଆଜି ସିଏ ଆସୁ। ମୁଁ କ'ଣ କହୁଥିଲି କି କଣ କହିବୁ ମତେ କହ କୁଆଡେ ଯାଇଥିଲୁ ବୁଲି ବୁଲି କୁଆଡେ ଆସିଲୁ ଆସିବୁ ଘରଟିକୁ କମ୍ପାଉଛୁ। ଓହୋ ମାମା ସେ କଥା ଛାଡ଼ ମୋତେ ଆଗ କହିଲୁ ତୁ କୁଆଡ଼େ ଯାଇଥିଲୁ? କୁଆଡେ ଯାଇଥିଲି ହଁ ଆଜି ପୁରା ମହା ଏକାଦଶୀ ମନ୍ଦିର ଯାଇଥିଲି ମନ୍ଦିର ଆସି ନାମ ଜପ କରୁଥିଲି। ଆଉ ତୁ କଣ ଜାଣିଲୁ ନାମ ଜପ କଲା ବେଳେ ମୁଁ କିଛି ବି କହେନି। ଛାଡ ସେ କଥା। ଆଚ୍ଛା ତୁ କୁଆଡେ ଯାଇଥିଲୁ ପୁରା ସକାଳୁ? ସୁଖ ଆଣିବାକୁ ମାମା। ମାମା ସୁଖ ସିନା ସମସ୍ତେ ମିଶି ଉପଭୋଗ କରନ୍ତି ହେଲେ ସୁଖ ଆଣିବାକୁ ହୁଏ ଏକୁଟିଆ। ମାମା ଏ ଜୀବନ ମରୁଭୂମିରେ ଦୁଃଖ ଏମିତି ଏକ କାଚ ଗଛ ଯାହା ମୂଳରେ ଟୋପାଏ ପାଣି ନଦେଲେ ମଧ୍ୟ ସେ ବର୍ଷ ବର୍ଷ ସାରା ବଞ୍ଚି ରହିଥାଏ। ହେଲେ ସୁଖ ଆଇଁଚ ଟିପରେ ବସା ବାନ୍ଧି ରହୁଥିବା ଅଭିମାନୀ ନୀଳ ଚଢ଼େଇଟିଏ। ତାକୁ ଯଦି ନୀରବରେ ପ୍ରେମ ନ କଲେ ସେ ଏତେ ଦୂର ପଡ଼ିଯିବ ଯେ ଜମା ଆଉ ଧରି ହବନି। ବୁଝିଲୁ ମାମା ତୋତେ ନ ଚଢ଼େଇ ସେ ଲୁହ ସୁଖ ନୀଳ ଚଢ଼େଇଟାକୁ ଧରିବାକୁ ଯାଇଛି। ବୁଝିଲୁ ମାରିଲ ମାମା ସେଥିପାଇଁ ମୋ ମନରେ ଜମା ନିରାଗ ନେଇଲ ମାମା। ଦେଖ ମୁଁ ଜାଣିଛି ଆଉ କିଛି ସମୟ ପରେ ତୋର ଏଇ ଦୁଇ ଆଖିରେ ଯୋଉ ଲୁହ ଟୋପାଟା ଝରିବ ସେ ଲୁହଟା ହେଉଛି ମୋ ପାଇଁ ଅମୂଲ୍ୟ ମୂଲ୍ୟର ମାମା। ଓହୋ ମାମା ତୋ ସୁଖ କଥା କହୁଛି ଛାଡ଼ ସେ କଥା। ଏବେ ଦେଖ ତୋ ନିଜ ଆଖିରେ ତୋ ସୁଖକୁ। ବାପାଙ୍କ ମୋତେ ଫୋନ କରି କହିଲେ ଯେ ସତର୍କରେ ବାପାଙ୍କ ଦଣ୍ଡକୁ 2 ବର୍ଷ କମ୍ କରିଦେଇଛନ୍ତି। ଆଉ ଏ ସେ ଖବରଟା ପାଇଲା ପରେ ମୁଁ ଖୁସିରେ ଏତେ ବିଭୋର ହେଇଗଲି ଯେ ମୋତେ ନ ଜଣେଇ ମୁଁ ସିଧା ଚାଲିଲି ଜେଲକୁ ବାପାଙ୍କୁ ଆଣିବା ପାଇଁ। ସେତେବେଳେ ବୁଝିଲ ଜେଲରୁ ବାହାରି ସାରିବା ପରେ ମୁଁ ପ୍ରଥମେ ତମକୁ ଖୋଜିଲି ଅନୁପମା। ମୋର ଆଶା ଥିଲା ତମେ ନିଶ୍ଚୟ ଆସିବ ହେଲେ ଆଦର୍ଶ କହିଲା ସେ ପୁଣି ତମକୁ ସରପ୍ରାଇଜ ଦେବା ପାଇଁ ଚାହୁଁଛି। ଆଉ ସେଇଥିପାଇଁ ସେ ଏକା ଚାଲି ଆସିଲା। ଏ ଖୁସି ଠାରୁ ଏ ଦୁନିଆରେ ମୋ ପାଇଁ ଆଉ କୋଉ ଖୁସି ବି ବଡ଼ ନାହିଁ ମାମା। ଆଉ ଏ କଥା ବି ମୁଁ ଜାଣିଛି ତୁ ସବୁବେଳେ ତୁଳସୀ ଚଉରା ମୂଳେ ପାଣି ଦେଲା ବେଳେ ତୋର ଏ ନୀଳ ଆଖିରେ ତୁ ଯେମିତି ବାପାଙ୍କର ଫେରିବା ବାଟକୁ ଚାହିଁ ରହୁ। ଏ କଥାଟା ମୁଁ ଦୀର୍ଘ 20 ବର୍ଷ ହେଲା ଦେଖି ଆସୁଛି ମାମା। ଏ ମାମା ଯୋଉ କହ ମୁଁ ତୋତେ ଏମିତି ଗୋଟେ ସରପ୍ରାଇଜ ଦେଇ ମୁଁ କ'ଣ ଭୁଲ କରିଛି? ମାମା ହେ ଆକାଶ ହେ ପୃଥିବୀ ହେ ପବନ ଏ ଅଦୃଶ୍ୟରେ ଥିବା ସମସ୍ତେ ଦେବତା ମାନେ ଶୁଣ। ଆଜିଠାରୁ ମୋର ତମଠୁ
ଆଜିଠାରୁ ମୋ ଜୀବନ ମୋ ପ୍ରାଣ ମୋ ସୁଖ ମୋ ଦୁଃଖ ସବୁ କେବଳ ମୋ ବାପା ମାଙ୍କ ପାଇଁ। ଆଜିଠୁ ମୋ ଜୀବନର ସ୍ଥାନ ସବୁବେଳେ ମୋ ବାପା ମାଙ୍କ ପାଦ ତଳେ ରହୁ। ଭିତରେ 20 ବର୍ଷ ବିତି ଯାଇଛି। ପୃଥିବୀକୁ 20ଟା ବସନ୍ତ ଆସି 20 ଥର ଫେରି ଯାଇଛି। ଜେଲର ସେଇ ଛୋଟିଆ ଝରକାରେ ଆକାଶରେ ଜହ୍ନକୁ ଦେଖି ପଚାରେ, ଏ ଜହ୍ନ ଏମିତି ଅଛି ମୋ ଅନୁପମା? ଆମ ବାରି ପଟ କରୁଛି ଗଛ ମଥା ନ ପାଇ ବସି ମୁଁ ସେ ଫୁଲେଇ ତାରାମାନଙ୍କୁ ଦେଖେ ଆଉ ତାକୁ କହେ, ଏ ଫୁଲେଇ ତାରାମାନେ ମୋ ସ୍ୱାମୀ କେମିତି ଅଛନ୍ତି? କେମିତି ଅଛ ଅନୁପମା? ମେଘ ବିନା ମରୁଭୂମିଟା କେମିତି ରହେ? ଚନ୍ଦ୍ର ବିନା ଆକାଶଟା କେମିତି ରହେ? ସେକଥା ତମେ ଜାଣିନ? ତାହେଲେ ଯାଅ। ମେଘ ବିନା ମରୁଭୂମିଟା କେମିତି ରହେ? ଆଉ ଚନ୍ଦ୍ର ବିନା ଆକାଶଟା କେମିତି ରହେ? ସେମାନଙ୍କୁ ଥରେ ପଚାରି ଆସ। ସେମାନେ ତମକୁ ଠିକ୍ ଉତ୍ତର ଦେବେ। ତୁମ ଅନୁଭବଟା ତମ ବିନା କେମିତି ଥିଲା? ଜାଣିଛି ଜାଣିଛି ଅନୁ। ଦେଖ 20 ବର୍ଷ ହେଇଗଲା, ତମେ ସଞ୍ଜର ସଳିତା ହେଇ ଜଳି ଚାଲିଛ, ରାତ୍ରିର ଗଙ୍ଗ ଶିଉଳି ହେଇ ଫୁଟିଛ, ପୁଣି ସକାଳର କାକର ହେଇ ଝଡ଼ି ଯାଇଛ। ଅନୁ, ତମେ ସିନା ସଞ୍ଜ ସଳିତା ହେଇ ଜଳି ଚାଲିଛ, ହେଲେ ଜଳିବାର କଷ୍ଟ ପାଇ ଏ ବଶିଷ୍ଠ ମିଶ୍ରର ଜୀବନକୁ ଯୋଉ ଆଲୋକିତ କରିଛ ଅନୁ, ସେଥିପାଇଁ ତମେ ମତେ ଚିର ଋଣୀ କରିଦେଇ ଯାହାର ରାକ୍ଷସ ପ୍ରମାଣ ମୋ ଆଦର୍ଶ। କଣ ଭାବି ତା ନାଁ ଦେଇଥିଲି ଆଦର୍ଶ, ସେ କଥା ଜାଣିନି, ହେଲେ ତମେ ତାକୁ ଯୋଉ ଆଦର୍ଶରେ ଗଢ଼ି ତୋଳିଛ ଅନୁ, ଗଲାବେଳେ କହି ଯାଇଥିଲି ତମେ ହଉଛ ପରଶମଣି, ଯାହାକୁ ଛୁଇଁବ ସେ ସୁନା ହେଇଯିବ। ହେଉନ, ମୁଁ ତ ମୋ ଆଦର୍ଶକୁ ଦେଖିଲି, ହେଲେ ମୋ ବଡ଼ ପୁଅ ପ୍ରଭାସ କାହିଁ? ଏ ଅନୁ, କେଜାଣି କାହିଁକି ସବୁ ବଡ଼ ପୁଅ ଗୁଡ଼ାକ ସବୁ ବାପାଙ୍କର ଛାତିର ସ୍ପନ୍ଦନ ଏଇ ଧକ୍ ଧକ୍ କରନ୍ତି। ଅନୁ, କେମିତି ଅଛି ମୋ ପ୍ରଭାସ? କେମିତି ଅଛି ଏ ଘରର କୁଳନନ୍ଦନ? ଅନୁ, ତମେ କାନ୍ଦୁଛ? ଓ ବୁଝିଲି, ପରିବାରର ବୋଝ, ପୁଣି ମୁଣ୍ଡ ଉପରେ ଦିଟା ପିଲାଙ୍କର ଦାୟିତ୍ୱ। ନିହାତି କଷ୍ଟ ହେଇଥିବ, ହେଲେ ମୋର ବିଶ୍ୱାସ ମୋ ଅନୁପମା କେବେ ବି ହାରିଯିବନି। ତମକୁ କଥା ଦେଇ ମୁଁ କଥା ରଖି ପାରିଲିନି। ତମେ ଚାହିଁଥିଲ ଆମ ବଡ଼ ପୁଅଟା ଗୋଟେ ଭଲ ମଣିଷ ହେଉ।
মধ্যমণ্ডলে দেহ বলি দেবতা হেলে বি মরই আরে যে জন্ম হয়েছে দিনে না দিনে মরই ହେଲେ ତମେ ମାନେ ମରିବା ପାଇଁ ଡରୁଛ ହେଲେ ତମେ କିଏ ଆମେ ତ ମୁଁ ଜିନିଷ ଜାଣିନୁ ମୁଁ ଆପଣଙ୍କୁ ହାତ ଯୋଡୁଛି, ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଆମକୁ ଛାଡ଼ି ଦିଅନ୍ତୁ, ଆପଣ ଆମକୁ ମାରନ୍ତୁନି। ଦେହରୁ ଡ୍ରେସଟା ଚିରିଗଲେ ତାକୁ ଚାନ୍ତି ଫୋପାଡ଼ି ଦିଆଯାଏ ଆଉ ଗୋଟେ ନୂଆ ଡ୍ରେସ୍ ଆସେ ଠିକ୍ ସେମିତି ଦେହରୁ ଆତ୍ମାଟା ଛାଡ଼ି ଚାଲିଗଲା ପରେ ସେଇ ଆତ୍ମା ଯାଇ ଆଉ ଗୋଟେ ନୂଆ ଶରୀରରେ ପ୍ରବେଶ କରେ ହେଲେ ତମେ ମାନେ ମରିବା ପାଇଁ କରୁଛ ମରିବ ଆମେ କି ଭୁଲ କର ମରିବ ନାମ କରୁଚା ପ୍ରେମ କରୁଚା ସେ ନଈ କୂଳରେ ତମେ ସବୁବେଳେ ପ୍ରେମ କଲା ବେଳେ ମୁଁ ଦେଖିଛି କିଏ କାହାକୁ ପ୍ରେମ କଲେ ମୁଁ ସହିପାରେ ନା କିଏ କାହାକୁ ପ୍ରେମ କଲେ ମୁଁ ପାଗଳ ହେଇଯାଏ ପାଗଳ ସେ ଆକାଶରେ ଆଖି ବି ଟିକେ ମାରୁଥିବ ତାରାକୁ ଦେଖିଛୁ ତୁ ଦେଖିଛୁ ନା ମୁଁ ଦେଖିନି। ତୁ ଦେଖିଛୁ ମୁଁ ବି ଦେଖିନି କେହି ବୋଧେ ସେ କାନ୍ଧରେ ବସାଇ ସେ ଆକାଶର ତାରାକୁ ଦେଖାଇ ନାହାନ୍ତି କେହି ବୋଧେ କୂଳରେ ଧରି ସେ ଆକାଶର ଥିବା ଚନ୍ଦ୍ରକୁ ଦେଖାଇ ନାହାନ୍ତି ମୁଁ ବହୁତ ଥର କହିଛି ଏ ବାବା ମୁଁ ତାରା ଦେଖିବି ଏ ବାବା ମୁଁ ଚନ୍ଦ୍ର ଦେଖିବି ହେଲେ କେହି ଦେଖାଇ ନାହାନ୍ତି ବିଶ୍ୱାସ କର ମୋତେ ବିଶ୍ୱାସ କର ମୁଁ ବହୁତ ଥର କହିଛି ଏ ବାବା ଆରେ ତମେ ମାନେ ମୋତେ ଟିକେ ସ୍ନେହ କର ମୁଁ ବହୁତ ଥର କହିଛି ଆରେ ତମେ ମାନେ ମୋତେ ଟିକେ ଗେଲ କର ଆରେ ତମେ ମାନେ ମୋତେ ଟିକେ କୋଳରେ ଧରି ଗେଲ କେହି ମୋତେ କାନ୍ଧରେ ବସେଇ କିଏ ଗେଲ କରିନାହାନ୍ତି ଆଉ ସେଇ ଦିନଠୁ କିଏ କାହାକୁ ଭଲ ପାଇଲେ ମୁଁ ସହିପାରେ ନା କିଏ କାହାକୁ ପ୍ରେମ କଲେ ମୁଁ ରାକ୍ଷସ କରିକି ଯାଏ ରାକ୍ଷସ କିଏ ପାଠ ପଢେନି ବୋଧ ପିଏ ସିଏ କଣ ଭଲ ପିଲା ଦିଅନ୍ତି ଭଲ ପିଲା କିଏ ଡ୍ରଗ୍ସ ଖାଏ ମଦ ପିଏ ନିଶା ଖୋର କରେ ସିଏ କଣ ଭଲ ପିଲା ନୁହନ୍ତି ତମେ ଭଲ ପିଲା। ଭଲ ପିଲା ତମେ ମିଛ କହୁଛ ଦି ଜଣ ଯାକ ଠିକ ଏଇ ଦୃଶ୍ୟ ଏଠିକି ଆସ ଆରେ ଆସ এই দৃশ্য কেড়ে সুন্দর এই দৃশ্য দেখিলে মু সহিপারে না এই দৃশ্য দেখিলে মু পাগল হয়ে যা পাগল
ରାଜି ହବ ନା ନାହିଁ କୁହ ଭାଇ। କଣ କଣ୍ଡିସନ କୁହନ୍ତୁ। ଏ ପ୍ରେମ କର ଭଲ ଏ ପ୍ରେମ କର କହୁଛି। ଏ ପ୍ରେମ କର प्रभु प्रभु रे ये प्रभास अरे मुझे देख तो बापा बापा अरे त्रिभु तो बापा देखल तू ये कौटी से कोरे मो बापा अच्छा बापा माने कोउ गछरे फळंती बापा माने कोउ देशरे रुहंती बापा माने कोउ गछर फळ रक्त टळा बळ हैरा पंच फाड़ कहलो सात मारी ये कोउ गछर फळ
ଦେଇଛ ଦେଇଛ କେତେ ବାପାର ସ୍ନେହ କେବେ ଦେଇଛ କେତେ ତର୍ସିଛି ମୁଁ କେତେ ଦଳ ବିକଳ ହେଇ କାନ୍ଦିଛି କୋଉଦିନ ତମ କୋଳରେ ଧରି ମତେ କେତେ ଥର ଗେଲ କରିଛ ଏ ବାବା ଆଉ ତାପରେ ମୋ ମଣିଷ ମରିଛି ମଦ ପିଇଛି ଏ ବାବା ଯେଉଁ ମଣିଷ ମାନଙ୍କୁ ମାରିଲେ ସେମାନେ ଯେତେ ଛଟପଟ ଛଟପଟ ହୁଅନ୍ତି ମତେ ସେତେ ଖୁସି ଲାଗେ ତମେ ଜାଣିଛ ନା ବାବା ସେମାନଙ୍କୁ ମାରିଲା ବେଳେ ସେମାନେ ଯେତେ ଛଟପଟ ହୁଅନ୍ତି ମତେ ଲାଗେ ମୁଁ ତମ ଉପରେ ପ୍ରତିଶୋଧ ନଉଛି ଏ ବାବା, ଆମେ ଯଦି ଘୃଣା କରୁଥିଲେ, ଘୃଣା କରୁଥିଲ, ସେ କେବଳ ମାଡ ମାରି ତତେ ଶାସନ କରୁଥିଲେ। ତୁ ବୁଝୁନୁ କାହିଁକି ରେ ବାବା? କାହିଁକି ଏତେ ଭୁଲ ବାଟକୁ ଯାଉଛ? ତତେ ଆମେ ସମସ୍ତେ ଭଲ ପାଉଥିଲେ, କେବେ ଘୃଣା କରିନୁ। ତୁ ତ ଆଗରୁ କରିବୁନି ଆଉ। ତୁ ବୁଝୁନୁ କାହିଁକି ଲୋ ମମି ରାତି ଅଧରେ ଯେତେବେଳେ ମୋ ନିଦ ଭାଙ୍ଗିଯାଏ ତୁ ଯେତେବେଳେ ତୋ ବାହୁ ଉପରକୁ ନେଇ ମତେ ଧୋରେ ବାୟା ଧୋ ଗୀତ ଶୁଣେଇ ଶୁଆଇ ଦଉ ଏ ମମି ମତେ ବିଶ୍ୱାସ କର ମମି ମତେ ବିଶ୍ୱାସ କର ମୁଁ ଧୀରେ ଧୀରେ ଯାଇ ସେ ବିଲୁଆ ମାକୁ ଦେଖେ ସେଇ ବିଲୁଆ ମା ତା ଛୁଆକୁ ତା କୋଳରେ ଧରି ଧୋରେ ବାୟା ଧୋ ଗୀତ ଶୁଣେଇ ଶୁଆଇ କେବେ ତୁ କୋଳରେ ଧରି କେତେ ଥର ଗେଲ କରିଛୁ ଏ ମମି କେତେ ଡହଳ ବିକଳ ହେଇଛି ନା ମମି କେତେ ଡହଳ ବିକଳ ହେଇଛି ଏ ମମି କବାଟ ଖୋଲ ମମି କବାଟ ଖୋଲ ମତେ ଡର ଲାଗୁଛି ହେଲେ ତୁ ଗୋଟେ ମା ନୁହଁ ଗୋଟିଏ ସାବତ ମା ଆଉ ସାବତ ମାର ଆକ୍ଷେପ ନେଇ ତୁ ମତେ ଗୋଟିଏ ଘରେ କବାଟ ପ୍ରଭୁ ପ୍ରଭୁରେ କାନ ଧରୁଥିଲି ପ୍ରଭୁ ଭଲ ମଣିଷ ଏଇ ଘରକୁ ଫେରିଆ ମୋ ଭୁଲ ହେଇଯାଇଥିଲେ ପ୍ରଭୁ ଏ ଧନ, ତୋର ଭୁଲ ହେଇଯାଇଥିଲେ ଧନ। ଏ ଦେ। ତୋରି ଆଖି ସାମ୍ନାରେ ମୁଁ କେମିତି ନିଜେ ନିଜକୁ ଶାସ୍ତି ନଉଛି। ଏ ଦେ। ଗୁଡ଼ ଭଉଣୀକି କହିଯାଇଛି ବଶିଷ୍ଠ ମିଶ୍ର ତମେ କାନ୍ଦିବ ତମେ ନିଶ୍ଚୟ କାନ୍ଦିବ ଆଉ ତମେ ଯେତେ କାନ୍ଦୁଥିବ ମୁଁ ସେତେ ଖୁସି ହେଇଥିଲି Chanta
ମୋ ଉପହାରଟା କେମିତି ଲାଗିଲା ମାଇ ଡିଅର ବଡ଼ ଭାଇ? କହିଲ ତମେ ଏଠି ମୁଁ ଉପହାରଟା ଦେବା ପାଇଁ ଆସିଥିଲି। ଆଚ୍ଛା ଭାଇ, ତମ ବଡ଼ ପୁଅ ପ୍ରଭାସକୁ ମୁଁ ଅମଣିଷ କରି ତୋଳିବାରେ ଠିକ୍ କରିଛି। ଅମଣିଷ କରିବାରେ ଏତେ ଟିକେ ତ୍ରୁଟି ରଖେନି ନା? ତମେ ମୋ ବଡ଼ ପୁଅକୁ ମଣିଷ ଅମଣିଷ କରିଦେଇଛ। ମୁଁ ତମ ବଡ଼ ପୁଅ ପ୍ରଭାସକୁ ଅମଣିଷ ସଜାଇ ଦେଇଛି। ତାକୁ ଡ୍ରଗ୍ସ ଦେଇଛି ମୁଁ। ନରହନ୍ତା ସଜାଇଛି ମୁଁ। ତମ ବିରୁଦ୍ଧରେ ବ୍ରହ୍ମାସ୍ତ୍ର ସଜାଇଛି ମୁଁ। କାହିଁକି ନା ଭଉଣୀ? କାହିଁକି ତୁମର ଏତେ ବଡ଼ ସର୍ବନାଶ କରିଦେଲ? ସାଇନା 4 ବର୍ଷର ହେଇଥାଏ। କାଲି ଭଳି ମନେ ହେଉଛି ବାପା ମା 2 ଜଣ ଯାକ ନିମୋନିଆରେ ପଡ଼ିଲେ। ବାପା ପାଖକୁ ଡାକି ଏଇ ସାଇନାର ହାତକୁ ମୋ ହାତରେ ଧରେଇ ଦେଇ କହିଲେ, ମିଶିଆରେ ଆଜିଠୁ ସାଇନା ତତେ ଲାଗିଲା। ଆଜିଠୁ ତୁ ତା ବାପା ମା ଭାଇ ଭଉଣୀ ସବୁ କିଛି। ସମୟରେ ଆକାଶରେ ଚଡ଼କଟି ମାଇଲା। ବାପା ମା 2 ଜଣ ଯାକ ଆଖି ବୁଜି ଆଉ ସେଇଦିନ ତୁ ଏ ସାଇନା ପାଇଁ ମୁଁ ହୋଇଯାଇଛି ବାପା ମା ଭାଇ ଭଉଣୀ ସବୁ କିଛି। ହେଲେ ତାର ପ୍ରତିଦାନ ବଦଳରେ ତୁ ମୋ ପୁଅଟାକୁ ରାକ୍ଷସ କରିଦେଲୁ। ତମ ପୁଅଟାକୁ ମୁଁ ରାକ୍ଷସ ସଜାଇ ଦେଇଛି। ଆଉ ସେଥିପାଇଁ ଦାୟୀ ହଉଛ କେବଳ ତମେ। ମୋ ମନ ପସନ୍ଦର ପୁଅଟାକୁ ବାହା ହେବା ମୋର କଣ ଏତେ ବଡ଼ ଭୁଲ ଥିଲା? ରୂପ ଗୁଣ କୋଉଥିରେ ମୋ ସ୍ୱାମୀ ଅଭାବ ଥିଲେ? ଖାଲି ସେ ବ୍ରାହ୍ମଣର ଥିଲେ। ହେଲେ ତମେ ସେଦିନ ଆମ ସ୍ୱାମୀ ସ୍ତ୍ରୀକୁ ଘରୁ ବାହାର କରିଥିଲ। ତମ କଥାକୁ ଶିର ଧାର୍ଯ୍ୟ କରି କରି ମୁଁ ବି ମୋ ସ୍ୱାମୀକୁ ନେଇ ଘର ଛାଡ଼ି ଚାଲିଗଲି। ଆଉ ତାପରେ ଆମର ପୁଅଟିଏ ହେଲା। ଆରେ ଖୋଲି ଖୋଲି ଆଉ ପୁଅଟିଏ। ହେଲେ ତା ଭାଗ୍ୟ ସହିଲାନି ଯେ ଛାତିରେ ଗୋଟିଏ ହୋଲ ବାହାରିଲା। ଡକ୍ଟରମାନେ କହିଲେ ତାକୁ ଭଲ କରିବା ପାଇଁ 6-7 ଲକ୍ଷ ଟଙ୍କା ଦରକାର। ମୋ ସ୍ୱାମୀ ତ ସେତେବେଳେ ରୋଜଗାର କରୁନଥିଲେ ନା। ମୁଁ ଏତେ ଟଙ୍କା କୋଉଠୁ ଆଣିଥାନ୍ତି? ତମେ ପୁରା ମୋ ବଡ଼ ଭାଇ, ମୋ ବାପା ଭାବିକି ତମରି ପାଖକୁ ଚାଲି ଆସିଥିଲି। ଭାଇ, ମୋ ପୁଅକୁ ଭଲ କରିବା ପାଇଁ କିଛି ଟଙ୍କା ଦରକାର। ଥରଟେ ମୋ ପୁଅକୁ ଦେଖିଲ, ଗୁଲଗୁଲି ମୋରେ କହୁଛି, ମାମୁ ମୁଁ ମରିବାକୁ ଚାହିଁନି ମାମୁ। ମୋତେ ବଞ୍ଚେଇ ଦିଅ ମାମୁ। ମୋତେ ବଞ୍ଚେଇ ଦିଅ ମାମୁ। ମୋତେ ବଞ୍ଚେଇ ଦିଅ। ତମେ ସେଦିନ ଗୋଟେ ରାକ୍ଷସ ପାଲଟି ଯାଇଥିଲ। ମୋ ପୁଅକୁ ବଞ୍ଚିବା ପାଇଁ ତମେ ଗୋଟେ ନର ରାକ୍ଷସ ପାଲଟି ଯାଇଥିଲ। କାଲି ମୋତେ ମୋ ପୁଅର ଜୀବନ ଭିକ୍ଷା ମାଗିଥିଲି। ମୁଣ୍ଡ ଫୁଟି ତମରି ପଦ ଆଗରେ ମୁଁ ବାଡ଼େଇ ବାଡ଼େଇ ମରି ଯାଇଥାନ୍ତି। ତମେ କଣ କଲ? ସେ ମୋ ମୁଣ୍ଡଟାକୁ ପଦରେ ଆଡ଼େଇ ଦେଇ କହିଲ, ମତ ପଚାରି ପିତା ଘର ଯିବୁ ଆଉ ଅଯୋଧ୍ୟା ମନେ ନ କରିବୁ। ପୁଅଟା
ନିଷ୍ପତ୍ତି ନେଲେ ମୁଁ ମରିବିନି